ଆଶୁତୋଷ ସାମନ୍ତରାୟ। ଓ ତୁ ତାର ସେ ଆଶୁତୋଷ ସାମନ୍ତରାୟ। ତୋ ଭାଇ ଆଦିତ୍ୟ ଗୁଡା ଠିକ ଅଛି, ଆଦିତ୍ୟକୁ ମୁଁ ନିଶ୍ଚୟ ଡାକିବି। ହେଲେ ଆପଣ ଆଗ ସେ ସାପକୁ ନେଇ ବାହାରେ ଛାଡ଼ି ଦେଇଥିଲେ। କଣ ହେଲା? ସାପକୁ ନେଇ ବାହାରେ ଛାଡ଼ି ଦେଇ ଆସିବି? ଏ ମୁଁ କିଏ ବୋଧେ ତୁ ଜାଣିନୁ? ମୋ ନାଁ ହଉଛି ଶିବ ଶଙ୍କର। ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ, ମୋର ବି ସେମିତି ସାପ ଅତି ନିଜର। ଡାକ ତୋ ଭାଇକେ। କାହାକୁ କଣ କହୁଛୁ ତୁ ଜାଣିପାରୁଛୁ ତ? ଏ ଅଭଦ୍ର, ତତେ ଠକାମି କଣ ଜଣାଅଛି ନା? ପ୍ରଥମରୁ ମୁଁ ତତେ ଆଜ୍ଞାପଣ ସମ୍ବୋଧନ କରୁଛି, ହେଲେ ମତେ ଏମିତି ବେଖ୍ୟାତି କରିବେ ମାନେ କଣ? ମୋ ଘରେ ବସି ମତେ ପୁଣି ନାଲି ଆଖି। କଣ ହେଇଛି ଭାଇ? ତୁ ସେ ଆଦିତ୍ୟ ନା? ତୁ ମୋ ବୋଉ ଅନୁଷ୍କାକୁ ଭଲ ପାଉଛୁ ନା? ଛାଇ କୁଆଡେ ମୁଁ ଲାଗି ଠିଆ ହବ? ଏବେ ଏଇ ମୁହୂର୍ତ୍ତରେ ତୋ ଭାଇ ସାମ୍ନାରେ ସବୁ ସତ କଥା କହିଦେ। ଏବେ ନୁହଁ, ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ସେ ଭଲ ପାଉଛି ବୋଲି। ଭଉଣୀକି ଆଜି ପର୍ଯ୍ୟନ୍ତ ସେ ବାହା ହେଇନି କାହିଁକି? ସବୁ ଭଲ ପାଇବା ମାନେ କର ବାହାଘର, ସବୁ ପ୍ରେମର ଶେଷ ଠିକଣା କର ସିନ୍ଦୁର। ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର, ମୋ ଗୌରୀକି ଲଗାଇ ତମ ବଂଶ ନିପାତ କରାଇ ଦେବେ। ଏବେ ସାକ୍ଷୀ କରୁବାନ এই সাপକୁ ନେଇ ଘର ଭିତରେ ଆସିବାକୁ ସାହସ ମତେ ଦେବି। ସାହସଟା ମୋ ଗୌରୀ ଦେଇଛି। ମୁଁ ତୁ ଖାଲି ଖାଲି ଯିବା ପାଇଁ ଆସିନି, ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ଆଜି ଏବେ ଏଇଠି ତା ସହିତ ତ ବାହାଘର ହବ। ଜବରଦସ୍ତି ଅନୁଷ୍କାକୁ ଭଲ ପାଉଛି ସତ, ତା ମାନେ କଣ ଆଜି ବାହାଘର ହବ? ଠିକ ଅଛି।